ନମସ୍କାର ଦର୍ଶକ ବନ୍ଧୁ, ଆଜିର ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଆପଣଙ୍କ ପରିବାରରେ ଜବ୍ କାର୍ଡଟେ ରହିଛି। ସେଇ ଜବ୍ କାର୍ଡରେ ଆପଣଙ୍କ ପରିବାରରେ କେତେ ଜଣଙ୍କର ନାମ ରହିଛି ଆପଣମାନେ ଆପଣଙ୍କର ମୋବାଇଲ ଦ୍ଵାରା ଘରେ ବସି ଚେକ୍ କରିପାରିବେ। ପ୍ରଧାନମନ୍ତ୍ରୀ ଆବାସ ପକ୍କା ଘର ପାଇବା ପାଇଁ ହେଲେ ଜବ୍ କାର୍ଡଟି ନିହାତି ଦରକାର। ଯଦି ଆପଣଙ୍କ ଘର ପରିବାରରେ ଜବ୍ କାର୍ଡଟି ରହିଛି, ସେଇ ଜବ୍ କାର୍ଡରେ ଆପଣଙ୍କର ନାମ ରହିଛି ନା ନାହିଁ ଆପଣମାନେ ନିହାତି ଚେକ୍ କରି ନିଅନ୍ତୁ। କିପରି ଚେକ୍ କରିବେ? ପ୍ରଥମେ ଆପଣଙ୍କର ଫୋନରେ ଗୁଗୁଲ କ୍ରୋମ ବ୍ରାଉଜର ଓପନ କରିବେ। ଓପନ କଲା ପରେ ସର୍ଚ୍ଚ ବାର ବକ୍ସରେ NREGA ଲେଖି ସର୍ଚ୍ଚ କରିବେ। ସର୍ଚ୍ଚ କଲା ମାତ୍ରକେ ଆପଣଙ୍କ ସାମ୍ନାରେ ଆସିଯିବ NREGA ର ଲିଙ୍କଟି। ସେଇ ଲିଙ୍କ ଉପରେ ଆପଣ କ୍ଲିକ୍ କରିବେ। ପ୍ରଥମେ ଯେଉଁ ଲିଙ୍କଟି ଆସୁଛି ତା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ମାତ୍ରେ ଏଇଭଳି ପେଜଟି ଆପଣଙ୍କ ସାମ୍ନାରେ ଓପନ ହେଇଯିବ, ଯାହାକି ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ସ୍କିମ୍ର ଅଫିସିଆଲି ୱେବସାଇଟଟି ଓପନ ହେଇଯିବ। ଏହି ପେଜରେ ଅନେକ ଗୁଡ଼ିଏ ଅପସନ୍ ସବୁ ଆପଣମାନଙ୍କୁ ଦେଖିବା ପାଇଁ ମିଳିବ। ସେଇ ଅପସନ୍ ଭିତରେ ରହିଛି କି ଫିକ୍ଚର ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ମାତ୍ରେ ଆପଣଙ୍କ ସାମ୍ନାରେ ଏଇଭଳି ସବୁ ଅପସନ୍ ଓପନ ହେଇଯିବ। ସେକେଣ୍ଡରେ ରହିଛି ଦେଖନ୍ତୁ ରିପୋର୍ଟସ୍ ଉପରେ କ୍ଲିକ୍ କରିବେ। ରିପୋର୍ଟସ୍ ଉପରେ କ୍ଲିକ୍ କଲା ମାତ୍ରେ ତା ସାଇଡରେ ଅପସନ୍ ଓପନ ହେଇଯିବ। ଷ୍ଟେଟ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ମାତ୍ରେ ଏଇଭଳି ପେଜଟି ଆପଣଙ୍କ ସାମ୍ନାରେ ଓପନ ହେଇଯିବ। ଏହି ପେଜରେ ଆପଣଙ୍କୁ ପ୍ରଥମେ ଆପଣଙ୍କର ଯେଉଁ ରାଜ୍ୟଟିକୁ ସିଲେକ୍ଟ କରିବେ, ଷ୍ଟେଟଟିକୁ ସିଲେକ୍ଟ କରିବା ପାଇଁ ପଡ଼ିବ। ଦେଖନ୍ତୁ ଅନେକ ଗୁଡ଼ିଏ ଷ୍ଟେଟର ନାମ ସବୁ ଦେଖିବା ପାଇଁ ମିଳୁଥିବ। ଆମ ରାଜ୍ୟ ଓଡ଼ିଶା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ମାତ୍ରେ ଆପଣଙ୍କ ସାମ୍ନାରେ ଏଇଭଳି ପେଜଟି ଓପନ ହେଇଯିବ। ଏହି ପେଜରେ ଆପଣଙ୍କର ଯେଉଁ ଜିଲ୍ଲା ରହିଛି ତାକୁ ଆପଣ କ୍ଲିକ୍ କରିବେ। ସବୁ ଜିଲ୍ଲାର ନାମ ଦେଖିବା ପାଇଁ ମିଳିବ। ଦେଖନ୍ତୁ ସବୁ ଜିଲ୍ଲାର ନାମ ଏଠି ଦେଖିବା ପାଇଁ ମିଳୁଛି। ଆପଣଙ୍କର ଯେଉଁ ଜିଲ୍ଲାଟି ହେଇଥିବ ତା ଉପରେ ଆପଣ କ୍ଲିକ୍ କରିବେ। ଆମର ଯେମିତି କଟକ ଜିଲ୍ଲା ରହିଛି, ଆମେ କଟକ ଉପରେ କ୍ଲିକ୍ କରୁଛୁ। କ୍ଲିକ୍ କଲା ମାତ୍ରେ ଏଇଭଳି ପେଜଟି ଓପନ ହେଇଯିବ। ଏହି ପେଜରେ ଆପଣଙ୍କର ବ୍ଲକଟିକୁ ସିଲେକ୍ଟ କରିବେ। ଦେଖନ୍ତୁ ଏଇ ସାଇଡରେ ଅଛି ବ୍ଲକ, ଆପଣଙ୍କର ନାମ ଦେଖିବା ପାଇଁ ମିଳିବ। ଆପଣଙ୍କର ଯେଉଁ ବ୍ଲକ ହେଇଥିବ ତା ଉପରେ ଆପଣ କ୍ଲିକ୍ କରିବେ। ବ୍ଲକଟି ସିଲେକ୍ଟ କରିସାରିଲା ପରେ ଆପଣଙ୍କର ପଞ୍ଚାୟତଟିକୁ ସିଲେକ୍ଟ କରିବା ପାଇଁ ପଡ଼ିବ। ପଞ୍ଚାୟତ ଲିଷ୍ଟରେ ଆପଣଙ୍କର ଯେଉଁ ପଞ୍ଚାୟତ ରହିଛି ସେ ପଞ୍ଚାୟତର ନାମ ସବୁ ଦେଖିବା ପାଇଁ ମିଳୁଥିବ। ଆପଣଙ୍କର ଯେଉଁ ପଞ୍ଚାୟତଟି ହେଇଛି ତା ଉପରେ ଆପଣ କ୍ଲିକ୍ କରିବେ। ପଞ୍ଚାୟତଟି ସିଲେକ୍ଟ କରିସାରିଲା ପରେ ନେକ୍ସଟ ପେଜଟି ଓପନ ହେଇଯିବ। ଏହି ପେଜରେ ଆପଣମାନଙ୍କୁ ଅନେକ ଗୁଡ଼ିଏ ଅପସନ୍ ସବୁ ଦେଖିବା ପାଇଁ ମିଳିବ। ଆପଣ ଯାହା ବି ସିଲେକ୍ଟ କରିଥିବେ ଷ୍ଟେଟ୍, ଡିଷ୍ଟ୍ରିକ୍ଟ, ବ୍ଲକ ଆପଣଙ୍କର ପଞ୍ଚାୟତ ଉପରେ ଦେଖିବା ପାଇଁ ମିଳିବ। ତଳେ ଦେଖନ୍ତୁ ଅନେକ ଗୁଡ଼ିଏ ଅପସନ୍ ସବୁ ଦେଖିବା ପାଇଁ ମିଳୁଛି। ସେ ଅପସନ୍ ଭିତରେ ରହିଛି ଦେଖନ୍ତୁ ପ୍ରଥମରେ ରହିଛି R1 ଜବ୍ କାର୍ଡ ରେଜିଷ୍ଟ୍ରେସନ। ସେ ଅପସନରେ ରହିଛି 6ଟି ଅପସନ୍ ରହିଛି। ସେଇ ଅପସନ୍ ଭିତରେ ରହିଛି 4 ନମ୍ବରରେ ଜବ୍ କାର୍ଡ ଏମ୍ପ୍ଲୟମେଣ୍ଟ ରେଜିଷ୍ଟର। ତା ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ମାତ୍ରେ ଏଇଭଳି ପେଜଟି ଆପଣଙ୍କ ସାମ୍ନାରେ ଓପନ ହେଇଯିବ। ଏହି ପେଜରେ ଆପଣଙ୍କର ପଞ୍ଚାୟତରେ ଯେତେ ଜଣଙ୍କର ଜବ୍ କାର୍ଡ ରହିଛି ସେମାନଙ୍କର ନାମ ସହିତ ଜବ୍ କାର୍ଡ ନମ୍ବର ଦେଖିବା ପାଇଁ ମିଳିବ। ଆପଣଙ୍କର ପଞ୍ଚାୟତରେ ଯେତେ ଜଣ ବି ଜବ୍ କାର୍ଡ ପାଇଛନ୍ତି ସେମାନଙ୍କର ନାମ ସହିତ ଜବ୍ କାର୍ଡର ନମ୍ବର ଦେଖିବା ପାଇଁ ଆପଣଙ୍କୁ ମିଳିବ। ଆପଣଙ୍କ ପରିବାରରେ ଜବ୍ କାର୍ଡଟି କାହା ନାଁରେ ରହିଛି ଆପଣମାନେ ନିହାତି ଜାଣିଥିବେ। ଆପଣଙ୍କର ବାପାଙ୍କ ନାଁରେ ହଉ କିମ୍ବା ଆପଣଙ୍କ ମାଙ୍କ ନାଁରେ ହଉ, ଆପଣଙ୍କର ବାପାଙ୍କ ନାମରେ ଯଦି ଜବ୍ କାର୍ଡଟି ରହିଛି, ଆପଣଙ୍କର ବାପାଙ୍କ ନାମଟି ଏଇ ଲିଷ୍ଟ ମଧ୍ୟରେ ରହିଥିବ, ତାହେଲେ ଆପଣ ଖୋଜିବା ପାଇଁ ପଡ଼ିବ। ଏହି ଲିଷ୍ଟରେ ନାମଟି ଖୋଜିବା ପାଇଁ ଯଦି ଆପଣଙ୍କୁ ଅସୁବିଧା ହେଉଛି, ଆପଣଙ୍କର ଫୋନରେ ରାଇଟ୍ ସାଇଡ୍ କର୍ଣ୍ଣରରେ 3 ଡଟ୍ ଅଛି, ତା ଉପରେ କ୍ଲିକ୍ କରିବେ। ଫାଇଣ୍ଡ ଇନ୍ ପେଜକୁ ସିଲେକ୍ଟ କରିବେ। ସିଲେକ୍ଟ କଲା ମାତ୍ରେ ଉପରେ ଆପଣଙ୍କୁ ନାମଟିକୁ ଏଣ୍ଟର କରିବା ପାଇଁ ପଡ଼ିବ। ଜବ୍ କାର୍ଡଟି ଆପଣଙ୍କ ପରିବାରରେ ଯାହା ନାଁରେ ରହିଛି ତାଙ୍କ ନାମଟିକୁ ଏଣ୍ଟର କରିବେ। ଦେଖନ୍ତୁ ମୁଁ ଜଣଙ୍କ ନାମ ଏଠି ଏଣ୍ଟର କରି ଦେଖେଇ ଦଉଛି। ନାମଟି ଏଣ୍ଟର କଲା ମାତ୍ରେ ଆପଣଙ୍କର ଯେଉଁ ନାମରେ ଜବ୍ କାର୍ଡ ରହିଛି ସେଇ ନାମ ଯାହାକି ବାହାରି ଆସିବ, ଆପଣଙ୍କୁ ଦେଖିବା ପାଇଁ ମିଳିବ। ଦେଖନ୍ତୁ ମୁଁ ଯେଉଁ ନାମଟି ଏଠି ଏଣ୍ଟର କରିଲି ସେ ନାମଟିରେ ଜବ୍ କାର୍ଡ ରହିଛି। ଦେଖନ୍ତୁ ସେ ନାମଟି ଏଠି ଆସିଗଲା। ତା ସାଇଡରେ ରହିଛି ଦେଖନ୍ତୁ ଜବ୍ କାର୍ଡ ନମ୍ବରଟି ଯାହାକି ଦେଖିବା ପାଇଁ ମିଳୁଛି। ସେ ନମ୍ବର ଉପରେ ଆପଣଙ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ। ପ୍ରଥମେ ତାଙ୍କ ନାମଟି ଏଠି ଦେଖିବା ପାଇଁ ମିଳିବ ରାଇଟ୍ ସାଇଡରେ। ଲେଫ୍ଟ ସାଇଡରେ ଆପଣଙ୍କୁ ଦେଖିବା ପାଇଁ ମିଳିବ ଜବ୍ କାର୍ଡର ନମ୍ବର, ଯାହାକି ଓଡ଼ିଶାର OR ଠାରୁ ଷ୍ଟାର୍ଟ। ଦେଖନ୍ତୁ ପ୍ରଥମେ ଆପଣଙ୍କୁ କ'ଣ କରିବା ପାଇଁ ପଡ଼ିବ ନା ଜବ୍ କାର୍ଡ ନମ୍ବର ଉପରେ ଯେଉଁ ନମ୍ବରଟି ଆପଣଙ୍କୁ ଦେଖିବା ପାଇଁ ମିଳୁଥିବ ସେଇ ନାମ ସାଇଡରେ ସେଇ ଜବ୍ କାର୍ଡ ନମ୍ବର ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ମାତ୍ରେ ଆପଣଙ୍କ ସାମ୍ନାରେ ଜବ୍ କାର୍ଡଟି ଓପନ ହେଇଯିବ। ଦେଖନ୍ତୁ ଏଇଭଳି ଭାବେ ଜବ୍ କାର୍ଡଟି ଓପନ ହେଇଯିବ। ଜବ୍ କାର୍ଡ ନମ୍ବର ଦେଖିବା ପାଇଁ ମିଳିବ। ନେମ୍ ଅଫ୍ ଦ ହେଡ୍ ଅଫ୍ ହାଉସ ହୋଲ୍ଡ, ନେମ୍ ଅଫ୍ ଦ ଫାଦର, ହଜବ୍ୟାଣ୍ଡ, ଦେଖନ୍ତୁ ଏଇଭଳି ନାମ ସବୁ ଦେଖିବା ପାଇଁ ମିଳିବ। କ୍ୟାଟେଗୋରୀ ଦେଖିବା ପାଇଁ ମିଳିବ। ଡେଟ୍ ଅଫ୍ ରେଜିଷ୍ଟ୍ରେସନ ଡେଟ୍ ଦେଖିବା ପାଇଁ ମିଳୁଥିବ। ଆଡ୍ରେସ୍, ଫ୍ୟାମିଲି ଆଇଡି, ଏହି ସବୁ ଜିନିଷ ଆପଣମାନଙ୍କୁ ଦେଖିବା ପାଇଁ ମିଳିବ। ତଳେ ଆପଣମାନଙ୍କୁ ଦେଖିବା ପାଇଁ ମିଳିବ ଏଇ କାର୍ଡଟିରେ କେତେ ଜଣଙ୍କର ନାମ ରହିଛି। ଦେଖନ୍ତୁ ଏଠି ଦେଖିବା ପାଇଁ ମିଳୁଛି ଯେମିତିକି ଏଇ କାର୍ଡରେ 4 ଜଣଙ୍କର ନାମ ରହିଛି। ଆପଣମାନେ ଏଇଭଳି ଭାବେ ଆପଣଙ୍କର କାର୍ଡରେ କେତେ ଜଣଙ୍କର
ନାମ ରହିଛି ଆପଣମାନେ ନିହାତି ଭାବେ ଚେକ୍ କରି ନିଅନ୍ତୁ। ଆପଣ ମଧ୍ୟ ଦେଖିପାରିବେ ଆପଣଙ୍କର ନାମ ଯଦି ଜବ୍ କାର୍ଡ଼ରେ ରହିଛି ଆପଣଙ୍କର ବ୍ୟାଙ୍କଟି ଆଡ୍ ହୋଇଛି ନା ନାହିଁ ଆପଣମାନେ ନିହାତି ଦେଖି ନିଅନ୍ତୁ। ଦେଖନ୍ତୁ ଏଠି ଯେମିତି ବ୍ୟାଙ୍କ ଆଡ୍ ହୋଇଛି ଜଣଙ୍କର ଦେଖଉଛି ସେଇଭଳି ଭାବେ ଆପଣଙ୍କର ବ୍ୟାଙ୍କ ଆଡ୍ ହୋଇଛି ନା ନାହିଁ ମଧ୍ୟ ଦେଖିବା ପାଇଁ ମିଳିବ। ତାହା ସହିତ ଆପଣମାନେ ଦେଖିପାରିବେ ଆପଣଙ୍କୁ ଜବ୍ କାର୍ଡ଼ରେ କେତେ ଟଙ୍କା ମିଳିଛି, କେବେ କାମ କରାଯାଇଛି ଜବ୍ କାର୍ଡ଼ରେ, କ'ଣ ପାଇଁ ଆସିଛି ଆପଣଙ୍କୁ ଟଙ୍କା ତାହା ମଧ୍ୟ ଆପଣ ଚେକ୍ କରିପାରିବେ। ଏହି ପେଜ୍‌କୁ ଆପଣ ସ୍କ୍ରଲ୍ ଡାଉନ୍ କରିବେ। ଏହି ଜବ୍ କାର୍ଡ଼ରେ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ ଦେଖିବା ପାଇଁ ମିଳିବ। ଆପଣଙ୍କୁ କେଉଁ ତାରିଖରେ କେତେ ଟଙ୍କା ମିଳିଛି, କେଉଁ କାମ ପାଇଁ ମିଳିଛି ତାହା ମଧ୍ୟ ଆପଣମାନେ ଦେଖିପାରିବେ। ଆପଣମାନେ ଏଇଭଳି ଭାବେ ଆପଣଙ୍କର ପରିବାରରେ ଯଦି ଜବ୍ କାର୍ଡ଼ ରହିଛି ସେଇ ଜବ୍ କାର୍ଡ଼ରେ କେତେ ଜଣଙ୍କର ନାମ ରହିଛି ଆପଣମାନେ ନିହାତି ଭାବେ ଦେଖି ନିଅନ୍ତୁ। ଆପଣମାନଙ୍କୁ ଦେଇଥିବା ଇନଫର୍ମେସନ୍‌ଟି ଯଦି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।